ସମ୍ବଲପୁରୀ ଭାଷାକେ ଭଲ ପାଉଥିବାର ମୋର୍ ଦାଦା ଭାଇ ବୁହେନ୍ ମାନଙ୍କୁ ମୋର୍ ଜୁହାର। ଆଜିର କଥା ନି ରଜାର ହାତେ ମଲି। ବହୁତ ଦିନର କଥାଟେ। ଗୁଟେ ଗାଁନ ଜଣେ ବ୍ରାହ୍ମଣ ରହୁଥନ୍। ଏକଲା ଲୋକ, ଘର ବାଏର କି ଲୋକ ବା କେହି ନେଇ। ସକାଳ ପାଇଲେ ନିତ୍ୟକର୍ମ ସାରି ଇ ଗାଁ ସେ ଗାଁ ଭିକ୍ଷାବୃତ୍ତି କରି ବାହାରନ୍। ସକାଳୁ ବାହାରିଲେ ଇନ ସେନ ବୁଲି ବୁଲି ଫିରଲା ବେଲକେ ସଞ୍ଜ ହେଇଯାଏ। ବେଲାର ବତରେ ଯାହାର ନ ଭାତ ତୁନ ଟିକେ ଖାଇ ଚଲି ଯାଏ। ଏନ୍ତା କେତେ ଦିନ ଯାଇ ଦିନେ ବ୍ରାହ୍ମଣ ଭାବଲା, ମୁଇଁ ତ ଯାହା ହେଲେ ପାଠଶାଠ ଟିକେ ପଢ଼ିଛେଁ, କେତେ ଆର୍ ବାରଦୁଆର ହେଉଥିମି, ସହର ଆଡ଼େ ଯାଇସି, କାଏଁ କାମ ଧନ୍ଦାଟେ ନୁରମି। ଏନ୍ତା କହି ଆର ଦିନ ସକାଳୁ ଉଠି ନିତ୍ୟକର୍ମ ସାରି ସହରକେ ଯିବାର ଲାଗି ବାହାରିସି। ଠିକ୍ ଇ ସମିଆକେ ଗୁଟେ ଗାଁର ଘର ପାଖେ ଯାଇ ଅଟକିସି। ସେନୁ ଆବାଜ ଆସୁଥିସି, ଛେଁ ଛେଁ। ଛେଁ ଛେଁ କରି 14 ଥର ଆବାଜ ହେସି। ସେ ଶବଦଟା ଚକେଲ ପିଠା କରବାର ଶବଦ ଥିସି। ଗୁଟେ ଥର ପିଠଉ ରୁକାଲା ବେଲେ ଛେଁ କରୁଥିସି, ଆର୍ ଗୁଟେ ଥର ଉଲ୍ଟାଲା ବେଲେ ଛେଁ କରୁଥିସି। ସେ ଘରେ ଚକେଲ ପିଠା ବନଉଥିସନ୍। ତ ବ୍ରାହ୍ମଣ ବୁଢ଼ା ଶବଦ ଶୁନି ଜାନି ପାରସି କି ଇ ଘରେ 7ଟା ଚକେଲ ବନେଇଛନ୍। ସେ ବି बाट ଚାଲି ଚାଲି ଥକି ଯାଇଥିସିନ। ଇଆଡ଼େ ଭୁକେ ହେଉଥିସି। ତ ବାଟ ଦୁଆରେ ଠିଆ ହେଇ ଡାକସି, ମା ଖାଇବାର ଲାଗି କିଛି ଟିକେ ମିଲୁ, ମୁଇଁ ବହୁତ ଦୂରୁ ଆସିଛେଁ। ହେତକେ ସେ ଘରୁ ଲୋକଟେ ବାହାରିସି ଆର୍ କହିସି, ହେଲେ ବାବା ଏବେ ତ ଆମର ଘରେ କିଛି ବି ଖାଇବାକେ ନେଇନ। ତାର ପରେ ବ୍ରାହ୍ମଣ ବୁଢ଼ା କହିସି, କାଏଁ ମିଛ କଥା କହୁଛୁ ରେ ବାବୁ, ଏବେ ତ ତୁମର ଘରେ 7ଟା ଚକେଲ ପିଠା ବନେଇଛ। ଇଟା ଶୁନିକରି ସେ ଲୋକ କାବା ହେଇ ଠିଆ ହେସି ଆର୍ ଭାବସି, ଆମର ଘରେ ଚକେଲ ପିଠା ବନେଇଛୁଁ, ସେଟା ବି 7ଟା। ଇ ବାବା କେନ୍ତା ଜାନି ପାରଲା? ଇଟା କେନ୍ସି ସାଧାରଣ ଲୋକ ନେଇସି, ଇଟା ଜଣେ ସର୍ବଜ୍ଞ ପୁରୁଷ କହି ପାଦ ଦୁଇଟାକେ ଧରି ମୁଡ଼ିଆ ମାରସି। ମତେ କ୍ଷମା କରି ଦଉନ୍ ବାବା କହି ହାତ ଧୁଆ ପାଏନ୍ ଦେଇ ଆସନଟେ ପକେଇ ଚକେଲ ଖାଇବାକେ ଦେସି। ଆର୍ ପାଖେ ଆଖେ ପରାପାଟକି କହି ବୋଲସି, ଜଣେ ମହାପଣ୍ଡିତ ଆସିଛନ୍, ମୁହୁଁକେ ଦେଖି ମନର କଥା ଜାନୁଛନ୍। ଦେଖତେ ଦେଖତେ ସବୁ ଲୋକ ଠୁଲ ହେଇ ଯାଏସନ୍। ଯାର ଯେନ୍ତା ଦୁଃଖର କଥା କହେସନ୍। ଗୁଟେ ଲୋକ କହେସି, ମହାପ୍ରୁ ମୁଇଁ କାଲି ହଲ ଜୁତି ସାରି ନଙ୍ଗଲଟା ରଖି ଦେଇଥିଲି, କିଏ ଚୁରେଇ ନେଇଛି। ଖୁଜି ଖୁଜି ଥକି ଗଲିନ। ମତେ ଟିକେ ଦୟାକରି କହିଦଉନ୍ ମୋର ନଙ୍ଗଲଟା କେନ ଅଛେ ଯେ? ଆପଣ ତ ସବୁ ଜାନିପାରୁଛନ୍। ବ୍ରାହ୍ମଣ ବୁଢ଼ାର ଅକଲ ଗୁଡ଼ୁମ୍। ଚକେଲର କଥା ତ ଅନୁମାନ କରି କହିଥିଲା, ଏବେ ଇ କଥାଟା କେନ୍ତା ଜାନବା? ଫେର ବି ସେ କହେସି, ହଉ ଠିକ୍ ଅଛି, ତମେ କାଲି ସକାଳେ ଆସ, ଆର୍ ତମର କ୍ଷେତ କେନ୍ ପାଖେ ଅଛେ ଯେ ମତେ କହି ଦେଇ କରି ଯ। ସେ ଲୋକ ହଁ କରି କହିଦେଇ ଯାଇସି। ହେତକେ ବ୍ରାହ୍ମଣ ବୁଢ଼ା ସେ କ୍ଷେତକେ ଯାଇ ପାଖେ ଆଖେ ଖୁଜାନୁରା କରସି। ନଙ୍ଗଲଟା ହିଡ଼ ତଲେ ପଡ଼ିଥିସି। ବେଟି ଆନିକରି କ୍ଷେତ ଉପରେ ରଖିଦେଇ ଆଇସି। ସେ ରାତ ଯାଇ ସକାଳ ହେସି। ସେ ଗାଁର 4-5 ଜଣ ଆର୍ ସେ ଚାଷୀ କରି ବ୍ରାହ୍ମଣ ବୁଢ଼ା ପାସକେ ଆଏସନ୍। ବ୍ରାହ୍ମଣ ବୁଢ଼ା କହେସି, ତୁମର ନଙ୍ଗଲ ତୁମର କ୍ଷେତର ଉତ୍ତର ଦିଗର ହିଡ଼ ପାଖେ କାଦନ ତୁପି ହେଇଛି, ଜ ଆନବ କହିସି। ସତକେ ସତ ଚାଷୀ ଯାଇ ଦେଖସି ଯେ ବ୍ରାହ୍ମଣ ବୁଢ଼ା କହଲା ହେନ୍ତା ନଙ୍ଗଲଟା ଅଛି। ଚାଷୀ ନଙ୍ଗଲ ବେଟି ଆନି ବ୍ରାହ୍ମଣ ବୁଢ଼ାକେ ସାଷ୍ଟାଙ୍ଗେ ଜୁହାର କରସି। ଧନ୍ୟ ବାବା, ଧନ୍ୟ ତୁମେ କହି ଜୟ ଜୟକାର କରସି। ଇ କଥାଟା ଚାରିଆଡ଼େ ପ୍ରଚାର ହେଇ ଯାଇସି। ତ୍ରିକାଳଦର୍ଶୀ ବାବାଟେ ଗାଁକେ ଆସିଛନ୍। ଇଟାର କାନ ତାର କାନ ହେଇ କଥାଟା ରାଜାର କାନେ ପଡ଼ସି। ସେ ମନ୍ତ୍ରୀକେ କହେସନ୍, ମନ୍ତ୍ରୀ ତୁମେ ସେ ବ୍ରାହ୍ମଣ ବୁଢ଼ାକେ ରାଜଉଆସକେ ଧରି ଆନ। ମନ୍ତ୍ରୀ ହଁ କରି ଯାଇ ବ୍ରାହ୍ମଣ ବୁଢ଼ାକେ ରାଜଉଆସକେ ଧରି ଆନଲେ। ରାଜ ଦରବାରନେ ରାଜା ଥନ୍। ମନ୍ତ୍ରୀ ବ୍ରାହ୍ମଣ ବୁଢ଼ାକେ ଆନଲେ। ରାଜା କହେଲେ, ଓହୋ ତୁମେ ସେ ତ୍ରିକାଳଦର୍ଶୀ ବାବା, ଯିଏ ଲୋକମାନଙ୍କୁ ଆଗତ ଭବିଷ୍ୟତ କହି ଦେଉଛ। ଠିକ୍ ଅଛେ, ଏବେ ହେନ୍ତା ହେଲେ ତୁମେ କହ, ମୁଇଁ ଇ ହାତ ମୁଠାନ କାଣା ଧରିଛେଁ? ବ୍ରାହ୍ମଣ ବୁଢ଼ା ଭଲ ଅଡ଼ୁଆ ନ ପଡ଼ଲା। ମନେ ମନେ ଭାବଲା, ମୁଇଁ ତ ତନ୍ତ୍ର ମନ୍ତ୍ର କିଛି ନାଇଁ ଜାନେ। ଆଗରନୁ ଲୋକମାନକେ ସତ କଥା କହି ଦେଇଥିଲେ ଇ ଦିନ ଦେଖବାର ନାଇଁ ପଡ଼ତା। ହେଲେ ଏବେ କାଏଁ କରମି? ମୁଇଁ ତ ରଜାର ହାତେ କାଣା ଅଛେ ଯେ ନାଇଁ ଜାନେ ଭାବି କଥାଟେ କହେସି। 7 ଚକୁଲି 14 ଚେଁ,
କାଦୁ ଚିପି ଚିପି ପାଇଲି କସନା ରାଜାର ହାତେ ମଲି। ଇ କଥାଟା ରଜା ଶୁଣସନ୍, ଦରବାରନେ ଥିବାର ସଭେ ଲୋକ ଶୁଣସନ୍। ରାଜା ବ୍ରାହ୍ମଣ ବୁଢ଼ାକେ ଉଙ୍ଗେଇ ପକାସନ୍। ବ୍ରାହ୍ମଣ ବୁଢ଼ା କାବା ହେଇ ଠିଆ ହେସି। ମୁଇଁ କାଣା କହିଲି ଯେ ରାଜା ଏତେ ଖୁସି ହେଉଛନ୍ କହି। ଦେଖସି ଯେ ରାଜାର ହାତେ ସତ୍କେ ସତ୍ ମଲ୍ଲି ଫୁଲଟେ ଅଛି। କହୁ କହୁ କହିଥିବାର କଥାତି ରାଜା ତାହାକେ କେତେଟେ ଧନ ରତନ ପୁରସ୍କାର ଦେଇ ପଠାଲେ। ସେ ବିଚରା ଆର୍ କାହିଁ ସହର ଯିବା, ଗାଁକେ ଯାଇ କୋଠା ବାଡ଼ି କରି ମହାଜନ ହେଇ ଚଲଲା।